ନେଇ ଆମର ଦଶମ ଶ୍ରେଣୀର ସିଲାବସ୍ ଆସିଯାଇଛି ଏବଂ କେଉଁଠୁ କେତେ କୋଶ୍ଚିନ୍ ପଡ଼ିବ ସବୁ ଆସିଯାଇଛି ଆମର 2025-26 ଆନୁଆଲ୍ ଏକ୍ଜାମ୍ ପାଇଁ ଆମ ଦଶମ ଶ୍ରେଣୀର ହେଲା। ମୁଁ ଗୋଟେ ଦେଖେଇ ଦେଇଛି ପିଲାମାନେ ସାହିତ୍ୟର ଦେଖେଇ ଦେଇଛି ଏଇଠି ଆମର ହେଲା। ତାହେଲେ ଆମର 40 ମାର୍କ 10 10 10 10 40 ମାର୍କ କ'ଣ ଇଣ୍ଟରନାଲ୍ ଆସେସମେଣ୍ଟ ହେବ 1 ଗୋଟେ 2 ଗୋଟେ 3 ଗୋଟେ 4 ଗୋଟେ ଦେଇଦେଇଛି। କେବେ କେଉଁଟା କରିବ ଜୁଲାଇରେ ଫାର୍ଷ୍ଟ ୱିକ୍ରେ ଇଣ୍ଟରନାଲ୍ ଆସେସମେଣ୍ଟ 1 ତାପରେ ଅଗଷ୍ଟରେ ହେବ ଇଣ୍ଟରନାଲ୍ ଆସେସମେଣ୍ଟ 2 ଆଉ କ'ଣ ଅକ୍ଟୋବରରେ ଇଣ୍ଟରନାଲ୍ ଆସେସମେଣ୍ଟ 3 ଆଉ ଜାନୁଆରୀରେ 2026 ଜାନୁଆରୀରେ ଇଣ୍ଟରନାଲ୍ ଆସେସମେଣ୍ଟ 4 ହେବ। ଏବଂ କେବେ ଏକ୍ଜାମ୍ ହେବ ମୁଁ ଦେଇଦେଇଛି ଆନୁଆଲ୍ ଏକ୍ଜାମ୍ ପିଲାମାନେ ଦେଖ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ ଲାଷ୍ଟ ୱିକ୍ ହେବ ଫେବୃଆରୀରେ ସେଇ ଅନୁସାରେ ପଢ଼। ଫେବୃଆରୀ ଶେଷ ସପ୍ତାହରେ ମାନେ 23 ହେଲା 22 ତାରିଖରୁ 28 ତାରିଖ ଯାଏ ହେଲା। ଏଇ 6 ଦିନ ଆମର ଏଇ 7 ଦିନ ପାଠ ଏଇ ତ ଭିତରେ ଆମର ଏକ୍ଜାମ୍ ହେବ। ମନେ ରହିଥାଉ ଆନୁଆଲ୍ ଏକ୍ଜାମ୍ ବୋର୍ଡ଼ ଏକ୍ଜାମ୍ ଯେଉଁଟା ଆମର ହେବ ହାପ୍ ଇୟର୍ଲି ଏକ୍ଜାମ୍ ଆମର ହେବ ଫାର୍ଷ୍ଟ ୱିକ୍ ହେବ ସେପ୍ଟେମ୍ବରରେ। ତାହେଲେ ଦେଇଦେଇଛି ବିଷୟ ଫାର୍ଷ୍ଟ କ'ଣ ଇଣ୍ଟରନାଲ୍ ଆସେସମେଣ୍ଟ 1ରେ ଏଇଟା ହେଲା ହାପ୍ ଇୟର୍ଲି ଏକ୍ଜାମ୍ ଟୋଟାଲ୍ ଏଇ ତ ପଡ଼ିବ ସବୁ ହେଲା। ବ୍ୟାକରଣ ମଧ୍ୟ ଦେଇଛି ବାକ୍ୟ ବିଚାର ହେଲା ସବୁ ଦେଇଛି ଜନ୍ମଭୂମି କେଉଁଟା ଗୋଟେ ଚାପ୍ଟର ଦେଖିଦେବ। ନେକ୍ସଟ ଆଉ ଗୋଟେ ଭିଡ଼ିଓରେ ମୁଁ ସବୁ ସବଜେକ୍ଟର ଆଣିବି ହେରି କ'ଣ କ'ଣ ପରୀକ୍ଷାରେ ଆମର ଆସିବ।